ଅର୍ଥନୀତିରେ ବସ୍ତ୍ର ଉଦ୍ୟୋଗ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ। ପ୍ରାଚୀନ କାଳରୁ ଭାରତୀୟ ବସ୍ତ୍ର ତାହାର ଉଚ୍ଚ ଗୁଣବତ୍ତା ଓ ବିବିଧତା ପାଇଁ ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ସମୟ ସହିତ ଆଧୁନିକ ପ୍ରଯୁକ୍ତିର ବ୍ୟବହାର, ବୃଦ୍ଧିଶୀଳ ଘରୋଇ ବଜାର ଓ ସରକାରୀ ପ୍ରୋତ୍ସାହନ ଫଳରେ ଏହି କ୍ଷେତ୍ର ଦ୍ରୁତ ଗତିରେ ବୃଦ୍ଧି ପାଉଛି। କେନ୍ଦ୍ର ସରକାର ମଧ୍ୟ ବଜେଟରେ ବସ୍ତ୍ର ଉଦ୍ୟୋଗକୁ ବିଶେଷ ପ୍ରାଥମିକତା ଦେଇଛନ୍ତି। ନିଯୁକ୍ତି ସୃଷ୍ଟି, ରପ୍ତାନି ବୃଦ୍ଧି ଓ ସ୍ଥାୟୀ ଉତ୍ପାଦନକୁ ଗୁରୁତ୍ୱ ଦେଇ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ବସ୍ତ୍ର ରପ୍ତାନିରେ ଭାରତ ସାରା ବିଶ୍ୱରେ ଷଷ୍ଠ ସ୍ଥାନ ହାସଲ କରିଛି। ବିଶ୍ୱ ବାଣିଜ୍ୟରେ ଅସ୍ଥିରତା ଥିଲେ ମଧ୍ୟ ଭାରତର ବସ୍ତ୍ର ରପ୍ତାନି ନିରନ୍ତର ବୃଦ୍ଧି ପାଉଛି। 2025 ମସିହାରେ ଏହି କ୍ଷେତ୍ରର ମୋଟ ରପ୍ତାନି 37.75 ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି। ଏପ୍ରିଲରୁ ଡିସେମ୍ବର 2025 ମଧ୍ୟରେ ଭାରତର ବସ୍ତ୍ର ଓ ପୋଷାକ କ୍ଷେତ୍ର 27,312 ମିଲିୟନ ଆମେରିକୀୟ ଡଲାର ରପ୍ତାନି କରିଥିବା ବେଳେ ଜାନୁଆରୀରୁ ନଭେମ୍ବର 2025 ମଧ୍ୟରେ ଭାରତ 118ଟି ଦେଶକୁ ବସ୍ତ୍ର ରପ୍ତାନି କରିଛି। କୃଷି ପରେ ବସ୍ତ୍ର ଉଦ୍ୟୋଗ ହେଉଛି ଦେଶର ଦ୍ୱିତୀୟ ସର୍ବବୃହତ ନିଯୁକ୍ତି କ୍ଷେତ୍ର। ମହିଳା ଓ ଗ୍ରାମୀଣ ସମ୍ପ୍ରଦାୟ ସମେତ 4.5 କୋଟିରୁ ଅଧିକ ଲୋକଙ୍କୁ ଏହି କ୍ଷେତ୍ର ରୋଜଗାର ଦେଇଛି। 2025 ମସିହାରେ ଲାଗୁ ହୋଇଥିବା ନେକ୍ସଟ ଜେନ୍ ଜିଏସ୍ଟି ଫଳରେ ଉପଭୋକ୍ତାଙ୍କ ପାଇଁ ଦାମ କମିଛି, ନିର୍ମାତାମାନେ ରିହାତି ପାଉଛନ୍ତି ଏବଂ ରପ୍ତାନି ସହିତ ଚାକିରି ବୃଦ୍ଧିକୁ ମଧ୍ୟ ପ୍ରୋତ୍ସାହନ ମିଳିଛି। ନିରନ୍ତର ରପ୍ତାନି ବୃଦ୍ଧି, ବଜାର ବିସ୍ତାର ଓ ଉନ୍ନତ ଉତ୍ପାଦନ କ୍ଷମତା ଭାରତର ବସ୍ତ୍ର ଉଦ୍ୟୋଗକୁ ଆହୁରି ସୁଦୃଢ଼ କରୁଛି। ଏହା ଦେଶର ଅର୍ଥନୈତିକ ଉନ୍ନତି ଓ ନିଯୁକ୍ତି ସୃଷ୍ଟିରେ ଆହୁରି ମୂଲ୍ୟବାନ ଅବଦାନ ରଖିବ ବୋଲି ଆଶା କରାଯାଉଛି।